ମା ଆମେ ଆଲୋଚନା କରୁଛନ୍ତି ମାତୃ ରଚନା ବଳି ଭାଗ 10। ଆଜି ପଢିବା ଜ୍ଞାନ 175। ପ୍ରଭୁ ଲେଖୁଛନ୍ତି, ଜଣେ ଭଲ ମଣିଷ ମୃତ୍ୟୁ ମୁଖରେ ପଡୁଛି ଅଥବା ବିଫଳ ହେଉଛି ଏବଂ ଜଣେ ଖରାପ ମଣିଷ ବଞ୍ଚି ରହୁଛି ଓ ବିଜୟ ଲାଭ କରୁଛି। ସେଥିଲାଗି କଣ ପରମେଶ୍ୱରଙ୍କୁ ମନ୍ଦ ବୋଲି କୁହାଯିବ? ଏପରି ସିଦ୍ଧାନ୍ତ ପଛରେ ଆଦୌ କୌଣସି ନ୍ୟାୟ ରହୁଥିବାର ମୁଁ ଦେଖୁନାହିଁ। ମୃତ୍ୟୁ ଓ ବିଫଳତା ପ୍ରକୃତରେ ଯେ ମନ୍ଦ, ସର୍ବପ୍ରଥମେ ସେହି କଥାଟି ବିଷୟରେ ମୋର ହୃଦବୋଧ ହୋଇପାରିବା ଉଚିତ। ବେଳେ ବେଳେ ମୁଁ ଭାବେ ଯେ ସେମାନେ ଯେତେବେଳେ ଆସନ୍ତି, ସେତେବେଳେ ସେହି ମୁହୂର୍ତ୍ତର ଆମର ପରମ କଲ୍ୟାଣ ରୂପେ ଆସିଥାନ୍ତି। ମାତ୍ର ଆମ ହୃଦୟ ତଥା ସ୍ନାୟୁଗୁଡ଼ିକର କ୍ଷେତ୍ରରେ ଆମେ ନିର୍ବୋଧ ହୋଇ ରହିଥାଉ ଏବଂ ଯୁକ୍ତି କରିବାରେ ଲାଗିଥାଉ ଯେ ଯେଉଁଗୁଡ଼ିକୁ ସେମାନେ ଭଲ ପାଉନାହାନ୍ତି ଅଥବା ଇଚ୍ଛା କରୁନାହାନ୍ତି, ସେଗୁଡ଼ିକ ଅବଶ୍ୟ କେବଳ ମନ୍ଦ ହିଁ ହୋଇଥିବେ। ଏଇଠି ଆମର ସମସ୍ତଙ୍କର ସେ ଯୋଉ କୋଶ୍ଚିନ୍‌ଟି ଥାଏ ଯେ ଭଲ ଲୋକମାନେ ଶୀଘ୍ର ମରିଯାଆନ୍ତି, ମୃତ୍ୟୁ ମୁଖରେ ପଡନ୍ତି, ଆଉ ମନ୍ଦ ଲୋକମାନେ ଅଧିକ ଦିନ ବଞ୍ଚନ୍ତି। ଆଜି ପର୍ଯ୍ୟନ୍ତ ଏଇ ପ୍ରଶ୍ନର ଉତ୍ତର ସମସ୍ତେ ଖୋଜନ୍ତି ଯେ ଭଲ ମଣିଷମାନେ କାହିଁକି ଶୀଘ୍ର ମରିଯାଆନ୍ତି ଏବଂ ଖରାପ ମଣିଷମାନେ କାହିଁକି ଅଧିକ ବର୍ଷ ବଞ୍ଚନ୍ତି। ଏଠି ଯୋଉ ଜ୍ଞାନଟି ପ୍ରଭୁ ଲେଖିଛନ୍ତି, ସେ ଆକ୍ଚୁଆଲି ଆମର ଆଖି ଖୋଲିଦେବା ପାଇଁ। ପ୍ରଭୁ କହୁଛନ୍ତି, ଜଣେ ଭଲ ମଣିଷ ମୃତ୍ୟୁ ମୁଖରେ ପଡୁଛି ଅଥବା ବିଫଳ ହେଉଛି ଏବଂ ଜଣେ ଖରାପ ମଣିଷ ବଞ୍ଚି ରହୁଛି ଓ ବିଜୟ ଲାଭ କରୁଛି। ସେଥିଲାଗି ପରମେଶ୍ୱରଙ୍କୁ କଣ ମନ୍ଦ କୁହାଯିବ? ଏପରି ସିଦ୍ଧାନ୍ତ ପଛରେ ଆଦୌ କୌଣସି ନ୍ୟାୟ ରହିଥିବାର ମୁଁ ଦେଖୁନାହିଁ। ମୃତ୍ୟୁ ଓ ବିଫଳତା ପ୍ରକୃତରେ ଏଇଠି ଆମର ଯୋଉ ଧାରଣା, ତାକୁ ନେଇକିରି ପ୍ରଭୁ କହୁଛନ୍ତି, ଆମର ଯୋଉ ଧାରଣା ରହିଛି ମୃତ୍ୟୁ ଉପରେ ଏବଂ ବିଫଳତା ଉପରେ ଏବଂ ଭଲ ଓ ଖରାପ ଏଇ ଯୋଉ ସଂଜ୍ଞା ରହିଛି, ଏଇ ସଂଜ୍ଞା ଉପରେ ହିଁ ପ୍ରଭୁ ପ୍ରଶ୍ନ ଉଠାଉଛନ୍ତି। ପ୍ରଭୁ କହୁଛନ୍ତି, ଏପରି ସିଦ୍ଧାନ୍ତ ପଛରେ କୌଣସି ନ୍ୟାୟ ନାହିଁ। କଣ ନା ମୃତ୍ୟୁ ଓ ବିଫଳତା ଯେ ପ୍ରକୃତରେ ମନ୍ଦ। ଆମେ କହୁଛୁ ଭଲ ଲୋକ କାହିଁକି ଶୀଘ୍ର ମୃତ୍ୟୁ ଲାଭ କଲେ, ନାଇଁ କି? ଏବଂ ଭଲ ଲୋକ କାହିଁକି କଷ୍ଟ ଅଧିକ ପାଆନ୍ତି, ଏଇ ଯୋଉ ପ୍ରକାର ଯୋଉ ଧାରଣା ରହିଥାଏ, ତେଣୁ ପ୍ରଭୁ ତାକୁ ଆଗ ପ୍ରଥମରୁ କାଟୁଛନ୍ତି। କହୁଛନ୍ତି ମୃତ୍ୟୁ ଓ ବିଫଳତା ପ୍ରକୃତରେ ଯେ ମନ୍ଦ, ଏଇ ଧାରଣା ଆଗ ଆମର ଉଦ୍ଭୁତ ହେଇଯାଉଛି ଯେ ଏଇଟା ମନ୍ଦ କି ନୁହେଁ। ତେଣୁ ତାପରେ କହୁଛନ୍ତି ପ୍ରଭୁ, ବେଳେ ବେଳେ ମୁଁ ଭାବେ ଯେ ସେମାନେ ଯେତେବେଳେ ଆସନ୍ତି, ସେତେବେଳେ ସେଇ ମୁହୂର୍ତ୍ତର ଆମର ପରମ କଲ୍ୟାଣ ରୂପେ ଆସିଥାନ୍ତି। ସେ ଯେତିକି ଯୋଉ ଆସିଥାନ୍ତି, ସେ ଆମର କଲ୍ୟାଣ ପାଇଁ ଆସିଥାନ୍ତି। ମାତ୍ର ଆମ ହୃଦୟ ତଥା ସ୍ନାୟୁଗୁଡ଼ିକର କ୍ଷେତ୍ରରେ ଆମେ ନିର୍ବୋଧ ହୋଇ ରହିଥାଉ ଏବଂ ଯୁକ୍ତି କରିବାରେ ଲାଗିଥାଉ ଯେ ଯେଉଁଗୁଡ଼ିକୁ ସେମାନେ ଭଲ ପାଉନାହାନ୍ତି ଅଥବା ଇଚ୍ଛା କରୁନାହାନ୍ତି, ସେଗୁଡ଼ିକ ଅବଶ୍ୟ କେବଳ ମନ୍ଦ ହିଁ ହୋଇଥିବେ। ଯିଏ ବି ଜନ୍ମଗ୍ରହଣ କରୁଛି, ସିଏ କୌଣସି ନା କୌଣସି ଏକ କାର୍ଯ୍ୟ କରିବା ପାଇଁ ତାକୁ ପଠାଯାଇଥାଏ ଏବଂ ଆମମାନଙ୍କର ଗୋଟେ ଭିନ୍ନ ଭିନ୍ନ ପ୍ରକାରର ଦୋଷ ରହିଛି। ଏ ସବୁ କଥା ଗୁଡ଼ିକୁ ପ୍ରଭୁ ଏଠି ଉଜାଗର କରୁଛନ୍ତି। ବେଳେ ବେଳେ ଆମେ ଆମ ହିସାବରେ ସଂଜ୍ଞା ହିସାବରେ ବି ଯାହାକୁ ଭଲ ମନ୍ଦ କହୁ, ସେଟା କଣ କେମିତି ହେଇଥାଏ ନା, ଯଦି ମୋ ହିସାବରେ ହଉଛି ତାହେଲେ ମୁଁ ତାକୁ ଭଲ ବୋଲି କହେ, ଯଦି ମୋ ହିସାବରେ ହଉନାହିଁ ତାକୁ ମୁଁ ମନ୍ଦ ବୋଲି କହେ। ତେଣୁ ଏଇ ପ୍ରକାର ସଂଜ୍ଞାକୁ କ୍ଲିୟର କରୁଛନ୍ତି ପ୍ରଭୁ। ପ୍ରଭୁ କହୁଛନ୍ତି ଏଇ ପ୍ରକାର ସବୁ ଯାକ ଯୋଉ ଦୃଷ୍ଟିକୋଣ ରହିଛି, ଏଇ ଦୃଷ୍ଟିକୋଣ ଇଟସେଲ୍ଫ ବି ବଦଳିବା ଦରକାର। ମାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ କିନ୍ତୁ ଏପରି ମନ୍ଦ ଭାଗ୍ୟମାନଙ୍କ ବିଷୟରେ କଣ କୁହାଯାଇ ପାରିବ, ଯେଉଁମାନେ କି ସର୍ବଦା ଯାହା କିଛି କରନ୍ତି ସେଥିରେ କେବଳ ବିଫଳ ହିଁ ହେଉଥାନ୍ତି। ମା କହିଲେ, ପ୍ରଥମତଃ ଏକ ଚୂଡ଼ାନ୍ତ ସତ୍ୟ ହିସାବରେ ତୁମକୁ ଜାଣିବାକୁ ପଡିବ ଯେ ଭାଗ୍ୟ, ତାହା ଭଲ ହେଉ କି ମନ୍ଦ ହେଉ ବୋଲି ଆଦୌ କୌଣସି ବସ୍ତୁ ହିଁ ନାହିଁ। ଆମେ ଯୋଉ କହୁଛୁ ମନ୍ଦ ଭାଗ୍ୟ, ସେମିତି କିଛି ବସ୍ତୁ ହିଁ ନାହିଁ। ଆମର ଏଇ ଧାରଣାଟି ଯାଏ ନାହିଁ, କାହିଁକି ନା ଆମର ଦୃଷ୍ଟିକୋଣ ସୀମିତ, ଆମର ଜ୍ଞାନ ସୀମିତ।